ଯିଏ ନିଜ ସ୍ୱାର୍ଥ ପାଇଁ ଅନ୍ୟକୁ କେବଳ ନାମମାତ୍ର ହିଁ ବ୍ୟବହାର କରେ ତେବେ ତାଠୁ ନୀରବତାର ସହିତ ଦୂରେଇ ଯିବା ଉଚିତ। ମନ ଭିତରେ ଥିବା ବିବେକଟା କେବେ ମରେ ନା, କେବଳ ଦବି ଯାଇଥାଏ। ସେ ବେଳେବେଳେ ସ୍ୱାର୍ଥ ଓ ପରିସ୍ଥିତିର ଘୃଣ୍ୟ ଚକ୍ରାନ୍ତରେ ଦୁନିଆର ସବୁ ଖେଳ ଖେଳି ନେବ, କିନ୍ତୁ ଭୁଲରେ ବି କାହାର ଭାବନା ସହିତ ଖେଳିବ ନାହିଁ। କାହିଁକି ନା ଏହା ହେଉଛି ସେଇ ଦୋଷ ଯାହାକୁ ମୁଁ କେବେ କ୍ଷମା କରିନଥାଏ। ସମୟ ମୋତେ ଗୋଟିଏ ଶିକ୍ଷା ଦେଇଛି, ପରିଚୟ ସମସ୍ତଙ୍କ ସହ ରଖିବ, କିନ୍ତୁ ବିଶ୍ୱାସ କାହା ଉପରେ ନୁହେଁ। କ୍ଷମାର ଯୋଗ୍ୟ ସେ ହୋଇଥାଏ ଯେ ଅଜାଣତରେ ଭୁଲ କରିଥାଏ, କିନ୍ତୁ ଯିଏ ଜାଣିଶୁଣି ଚତୁରତାର ସହ ଭୁଲ କରେ ସେ କେବେ ବି କ୍ଷମାର ଯୋଗ୍ୟ ହୋଇନଥାଏ। ଯେଉଁ ସାମ୍ରାଜ୍ୟଟି ଗଢ଼ା ହୋଇଥାଏ ଅନ୍ୟର ଲୁହ ଓ ଲହୁକୁ ପାଥେୟ କରି ଛଳନାରେ, ଅଚିରେ ଧ୍ୱଂସ ହୁଏ ତାହା କୋହର ଅଗ୍ନିରେ। ଅତରରେ ଶରୀର ମହକିଥାଏ, କିନ୍ତୁ ଭଲ ଚରିତ୍ର ଦ୍ୱାରା ମଣିଷର ବ୍ୟକ୍ତିତ୍ୱ ମହକିଥାଏ। ଜୀବନକୁ ସରଳତାର ସହ ଉପଭୋଗ କଲେ ହୋଇଥାଏ ସରଳ, ସୁନ୍ଦର ଆଉ ଆନନ୍ଦମୟ। ବୁଝିବାକୁ ଚେଷ୍ଟା କଲେ ହୁଏ ଏକ ଅଡ଼ୁଆ ସୂତା। କେମିତି କରିବି ମୁଁ ପାର୍ଥକ୍ୟ ନଦୀ ଓ ଝରଣା ଭିତରେ? ଶାନ୍ତିରେ ଚାହେଁ ମୁଁ ଶୋଇବାକୁ ସ୍ନେହମୟ ପ୍ରକୃତିର କୋଳରେ। ଏ ଦୁନିଆର କୌଣସି ଜିନିଷ ସ୍ଥିର ନୁହେଁ, ନା ସମୟ, ନା ପ୍ରେମ, ନା ଘୃଣା, ନା କୌଣସି ସମ୍ପର୍କ। କେମିତି ବିଶ୍ୱାସ କରିବି ମୁଁ ଅନ୍ୟ କାହାକୁ? ଏଠି ଅନ୍ଧାରରେ ବି ମୋ ଦେହର ଛାଇ ସାଥ ଦେଇନଥାଏ ମୋ ନିଜକୁ। ମୁଁ ତାକୁ କାହିଁକି କହିବି ମୁଁ ତା ବିନା ବଞ୍ଚିବା ଶିଖିନି, ସେ କ'ଣ ଜାଣିନି? ବୁଝିପାରୁଥିବା ଲୋକକୁ ବାସ୍ ଏହି କଥା କହି ବୁଝେଇ ଦିଆଯାଏ, ତୁ ତ ସବୁକିଛି ବୁଝିପାରୁଛୁ, ତତେ ସବୁକିଛି ବୁଝିବା ଦରକାର। ଜୀବନ ସଂଘର୍ଷ ଏମିତି ଯୁଦ୍ଧଟିଏ ଯାହା ଲଢ଼ାଯାଏ ହୃଦୟର ମଇଦାନରେ ସାହସ ଓ ଆତ୍ମବିଶ୍ୱାସ ରୂପକ ଅସ୍ତ୍ରଶସ୍ତ୍ର ଦ୍ୱାରା। ବାସ୍ତବତା ହୋଇଥାଏ ନିମ୍ବ ପରି ପିତା, ମିଛ ମାୟା ହୋଇଥାଏ ବେଳେବେଳେ ମହୁ ପରି। ସବୁ କଷ୍ଟ ଆମକୁ ଏକ ଶିକ୍ଷା ଦେଇଥାଏ, ଆଉ ସବୁ ଶିକ୍ଷା ଆମ ଜୀବନକୁ ବଦଳେଇ ଦେଇଥାଏ। ଯେଉଁ ଯୁଦ୍ଧରେ ଶତ୍ରୁ ନିଜ ଲୋକ ଥାଆନ୍ତି ସେ ଯୁଦ୍ଧ କଦାପି ଜିତି ହୁଏ ନାହିଁ। ବେଳେବେଳେ ମଣିଷ ଭିଡ଼ରେ ନ ଯାଇ ନିଜ ପାଇଁ ଅଲଗା ରାସ୍ତା ସୃଷ୍ଟି କରିଥାଏ, ନିଜର ଅସ୍ତିତ୍ୱକୁ ଅକ୍ଷତ ରଖିବା ପାଇଁ। ଯେବେ ଭାଗ୍ୟ ତୁମକୁ ସାଥ ଦେବା ଛାଡ଼ିଦିଏ ନା, ଜାଣିନିଅ ମେହନତ ହିଁ ସାଥ ଦେବ। ଆଉ ଯଦି ଭାବୁଥାଅ ମେହନତ କଲେ ଭାଗ୍ୟ ବଦଳିଯିବ, ତାହେଲେ ଥରେ ଭାବି ଦେଖ ସବୁଠୁ ଅଧିକ ମେହନତ ତ ଦିନ ମଜୁରିଆ କରୁଛି, ସେ କାହିଁ ତାହେଲେ ହତଭାଗା ପରି ବଞ୍ଚୁଛି? ସେଥିପାଇଁ ଭଗବାନଙ୍କ ଉପରେ ବିଶ୍ୱାସ ରଖ, କର୍ମ କର, ସବୁ ଠିକ୍ ହେଇଯିବ। ସବୁ ତାଙ୍କରି ଇଚ୍ଛା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓକୁ ଲାଇକ୍, ସେୟାର ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଏହିଭଳି କିଛି ନୂଆ କଥା ଶିଖିବା ପାଇଁ।